ଅଚ୍ୟୁତ ଯାହା କହିଛନ୍ତି ବା ବାବା ମାନେ ଯେଉଁ ସଦମାର୍ଗ ଦେଉଛନ୍ତି ତାକୁ ଲୋକ ମାନିବା କଥା କିନ୍ତୁ କେହି ମାନୁନାହାନ୍ତି। ସିଏ କହୁଛନ୍ତି ଆମେ କେମିତି ବାବାଙ୍କର ଗୋଟେ କ'ଣ ଗୁଣି ଅଂଶ ଦେଇଦିଅନ୍ତେ ମୁଁ ବଡ଼ ଲୋକ ହେଇଯାଆନ୍ତି। ହଁ ଠିକ କଥା କହିଲେ। କ'ଣ ଗୋଟେ ଶୂନ୍ୟରେ ମୁଁ ଆମେ ପରିଶ୍ରମ କରିବୁ ଆଉ ଆମ ସାମର୍ଥ୍ୟରେ ଆମେ ବଡ଼ ଲୋକ ହବୁ ସେ ନାହିଁ ସେ ନାହିଁ ସେ ନାହିଁ କର୍ମେ ଯିଏ ବାବା କ'ଣ କେମିତି କ'ଣ ଆପଣଙ୍କର ଗୋପବନ୍ଧୁ କହିଲେ କର୍ମେ ଯିଏ ନର କର୍ମ ଏକତାର ଜୀବନର ମାନଦଣ୍ଡ। ମଣିଷର କର୍ମ ନାହିଁ ସବୁ ଯାକ ଚୋର। ଗଛଟାଏ କେଉଁଠୁ କାଟିଦେଇ ବିକିଦେଲେ 5,000 5,000 2,000 ନେଇକିରି ଖାଇଦେବା ମଦ ଗଲା। କିନ୍ତୁ ଗଛଟାଏ କରିବା ପାଇଁ ସେଠି ବଡ଼ ଗଛ କେତେ ଦିନ କେତେ ବର୍ଷ କେତେ ପୁରୁଷ ଚାଲିଯିବ ଆଗେ ପଡ଼ କୁହନ୍ତୁ। ତେଣୁ ଲୋକଙ୍କର ସମୟ ଆସିଲାଣି ଆଉ ସମୟ ହେଲେ ପ୍ରଭୁଙ୍କ ଦୟାରୁ ଆଶୀର୍ବାଦରୁ ଆପଣମାନଙ୍କ ସ୍ନେହ ଶ୍ରଦ୍ଧାରେ ଆଉ ଥରେ ୟା ଉପରେ ତର୍ଜମା କରିବି ନିଶ୍ଚୟ ତର୍ଜମା କରିବି ଆଉ ସେ ସମୟ ଟିକେ ଅପେକ୍ଷା କରନ୍ତୁ ଏବଂ ଏମିତି କି ଦିନ ବାର ମଧ୍ୟ ମୁଁ ଆପଣଙ୍କୁ କହିଦେବି ଜାଣିଛନ୍ତି ଆପଣ ଆଜ୍ଞା ଆପଣ ପଢ଼ୁଛି ଏସବୁ ଜିନିଷ ଉପରେ ଗବେଷଣା କରିଛନ୍ତି ଆଜ୍ଞା କରୁଛି ତେଣୁ ମୁଁ ତାକୁ ଦେଖିକିରି ଆପଣଙ୍କୁ କହିବି କୋଉ ସମୟରେ କ'ଣ ସବୁ ଘଟିବ। ଆଜ୍ଞା 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 ନିଶ୍ଚୟ କହିବି ଟିକେ ଦେଖିକି ଟିକେ ଗଣନା କରି କହିବେ ଯେ କି ହୀରାକୁଦ ବନ୍ଧ ଯେଉଁ ଫାଟିଯିବ ବା ଭାଙ୍ଗିଯିବ କୁହାଯାଇଛି ଏଇଟା କୋଉ ସମୟ ଗୋଟେ ସୂଚନା ଦେଉଛି ସେ 26-27ରେ ଲେଖୁଥିଲେ ଅଚ୍ୟୁତ ଲେଖିଛନ୍ତି ସେଇଆ ଯେ ଜଳ ପ୍ରଳୟ ହେବ। ଜଳ ପ୍ରଳୟ କହିଲେ ଆପଣ ତ ରଖିଛନ୍ତି ଘରେ ବାଘ ପୋଷିଛନ୍ତି ସେ ଜନ୍ତା କେତେବେଳେ ଭାଙ୍ଗିଦେବ ବାହାରି ଆସିବ ଖାଇବ ଆଉ ଯଦି ଜନ୍ତା ଭାଙ୍ଗି ନହେଲା କିନ୍ତୁ ସମୟ ଆସିଲେ ଜନ୍ତା ଭାଙ୍ଗିଯିବ ବାହାରି ଆସିବ ସେ ଯେଉଁ ହୀରାକୁଦ ବନ୍ଧ ଫାଟିବ ଅମୁକ ହେବ ସମୁକ ହେବ ଯାହା ବି ହେବ କିଛି ନହେଲେ ଏତେ ଗୁଡ଼ାଏ ଫୁକାର ଅଛି ଖୋଲିଦେଲେ ପାଣି ମାରି ଆସିବ ନଈରେ ଆଉ କ'ଣ। ଏବେ ଆପଣଙ୍କର ଏଇ ଯେଉଁ କଟକରେ ଆନିକେଟ ପାଖରେ କେଉଁଠି ଗୋଟେ ଗୋରୁ ପଲେ ପଠା ଭିତରେ ଥିଲେ ତାଙ୍କୁ ଆଣିବା ଯାହା ଦେଲା ଏମିତି ହେବେ ଲୋକ ଆଉ କ'ଣ ଆଜ୍ଞା ଆଜ୍ଞା ତେଣୁ ସମୟ ଆସିଲାଣି ହେ ହତଭାଗା ମଣିଷମାନେ ଟିକେ ସମୟର ସଦଯୋଗ କର ସଦ୍ବୁଦ୍ଧି ସଦ୍ମାର୍ଗ ସଦ୍ ଜ୍ଞାନରେ ଚଳ। এই 2024-25 ବର୍ଷରେ ଆମେ ଦେଖିଲେ ଅନେକ କିଛି ଛୋଟ ଛୋଟ ରାଷ୍ଟ୍ର ଯେଉଁ ଛୋଟ ଛୋଟ ଦେଶମାନେ ଅଛନ୍ତି ସେଠି ଆମେ ଦେଖିବାକୁ ପାଇଲେ ଯେ କି ଗଣତନ୍ତ୍ର ଭୁଷୁଡ଼ି ପଡ଼ିଲା ଡେମୋକ୍ରାସି କୋଲାପ୍ସ କଲା ତାଙ୍କର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାନେ ଦେଶ ଛାଡ଼ିକି ଅନ୍ୟ ଦେଶକୁ ପଳେଇ ଯାଉଛନ୍ତି। ତ ଭାରତରେ ଆମେ ସେଭଳି ସିଚୁଏସନ୍ ଦେଖିବାକୁ ପାଇବା କି? ଆପଣ ଶୁଣନ୍ତୁ ଭାରତ କ'ଣ ଦେଶରେ ପ୍ରତି ଘରେ ସିଏ ହେବ ଆପଣଙ୍କ ଘରେ ଆପଣଙ୍କ ଗାଁରେ ଆଗେ ଗାଁରେ ଗୋଟେ ମୁରବୀ ରହୁଥିଲେ ଠିକ କଥା ଗାଁ ମୁରବୀ ଥିଲେ କ'ଣ ନା ଏଇଟା ହେଲା ସେଟା ହେଲା ଆମେ ମୁରବୀକି ଯାଇକିରି କହୁଥିଲେ ଏବେ ମୁରବୀ କେହି ନାହାନ୍ତି ସମସ୍ତେ ମୁରବୀ ଗାଁରେ ପୋଲିସ ପଶି ଦେଉନଥିଲେ ପୋଲିସ ତ ପୋଲିସ ଯଦି ଚୌକିଆ ବି ଗାଁକୁ ଆସୁଥିଲା ଲୋକ କହୁଥିଲେ କାହିଁକି ସେ ଆସିଲା ଆମ ଗାଁକୁ ଆମ ଗାଁ ଭିତରୁ କାହିଁ ପଶିଲା ଇତ୍ୟାଦି ସବୁ ଥିଲା ପୂର୍ବ ରାଜ୍ୟରେ ଏବେ ଆଉ ନାହିଁ ସେସବୁ କିଛି ଆଉ ପ୍ରତି ଘରେ ପିଲାମାନେ ଗୁରୁଜନ ମାନୁନାହାନ୍ତି ବଡ଼ ସାନ ମାନୁନାହାନ୍ତି ବାପ ମାଆକୁ ମାନୁନାହାନ୍ତି ତେଣୁ ପରିଣତି ଆସ୍ତେ ଆସ୍ତେ ହେବ ସେଟା ଆପଣ ଯେଉଁ କହୁଛନ୍ତି ଛୋଟ ରାଷ୍ଟ୍ରର ସେ ରାଷ୍ଟ୍ରପତି ରାଜ୍ୟପାଳ ପ୍ରଧାନମନ୍ତ୍ରୀ କିଏ କୁଆଡ଼େ ଲୁଚି ପଳେଇ ଯାଉଛନ୍ତି ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ରାଷ୍ଟ୍ରପତି ହୁଅନ୍ତୁ ରାଜ୍ୟପାଳ ହୁଅନ୍ତୁ ଯିଏ ବି ହୁଅନ୍ତୁ ସେମାନଙ୍କୁ ବଛା ଯାଉଥିଲା ଲୋକ ପ୍ରତିନିଧି ଜନପ୍ରତିନିଧି ସେବକ ସିଏ ଆଉ ସେବକ ନାହାନ୍ତି ସିଏ ଏବେ ପୂଜକ ହେଇଗଲେଣି। ପୂଜକ ଅର୍ଥ ହେଉଛି ମୁଁ ରାଷ୍ଟ୍ରପତି ମୋର ସେବା ସମସ୍ତେ କରନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ମୋତେ ସେବା କରନ୍ତୁ ଗଦି ଛାଡ଼ିବା ପାଇଁ ନାରାଜ ତେଣୁ ସମସ୍ତେ ଧନ ପଛରେ ବାଉଳା କ୍ଷମତା ପଛରେ ବାଉଳା ଏଇ ଲାଳସାଟା ଆସ୍ତେ ଆସ୍ତେ ଯେତେବେଳେ ସିଆଡ଼ୁ ଗଡ଼ି ଗଡ଼ିକି ଆସି ଘରେ ପହଞ୍ଚିଲାନି ଆପଣଙ୍କ ଘରେ ପହଞ୍ଚିଗଲା ଆପଣ ଘରର ମୁରବୀ ବାପା ବୋଉ ତାଙ୍କୁ ମାନୁନାହାନ୍ତି ତାଙ୍କୁ ଗୋଟେ ଖାଇବାକୁ ଦେଉନାହାନ୍ତି ତାଙ୍କୁ ଗୋଟେ ମାନେ ବାର୍ଦ୍ଧକ୍ୟ ଅବସ୍ଥା ଅଙ୍ଗ ଗଳିତଂ ପଳିତଂ ମୁଣ୍ଡ ଦର୍ଶନ ବିହୀନ ଜାତି ତୁଣ୍ଡ କର ଧୂତ ଶୋଭିତ କମ୍ପିତ ଦଣ୍ଡ ତଥାପି ନ ମୁଚ୍ୟତେ ଆଶା ଭାଣ୍ଡ ଏଇ ଯେଉଁ ଆପଣଙ୍କର ଯେଉଁ ଆଶା ଭାଣ୍ଡ ବାପା କେଉଁଠି କ'ଣ ରଖିଛି ମୁଁ ତାକୁ ନେଇଯିବି ବାପା ଖାଇଲେ କେତେ ମଲେ କେତେ ବଞ୍ଚିଲେ କେତେ ତେଣୁ ବାଟ କରିଲେ ବାପା ପଡ଼ିକିରି ଭିକ ମାଗିକିରି ଖାଉଛି। ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଉଦାହରଣ ଦେଉଛି ଗୋଟେ ଜାଗାରେ 4ଟା ପୁଅ ତା ମାଆ ରାସ୍ତା କଡ଼ରେ ବସିଥିବ କିଏ ମାଉସୀ ତୋ 4 ପୁଅ ତୁ କାହିଁ ରାସ୍ତା କଡ଼ରେ ନା ବାପା କ'ଣ କରିବି ମାନେ ମୁଣ୍ଡର ଭିତରେ ପଶୁଛି ଜିନିଷଟା ଯେ ମୁଁ ସଞ୍ଜବେଳେ କାହାକୁ ମାଗିବି ଖାଇବାକୁ ସେ ପୁଅକୁ ଯଦି କହିଲି ସେ ପୁଅ କହିଲା ସେ ପୁଅ ପାଖରେ ଯା ଆମର ରୋଷେଇ ହେଇନି ସେ ପୁଅ କହିଲା ଆମର କ'ଣ ରୋଷେଇ ହେଇଛି ଆମେ ହୋଟେଲରେ ଖାଇଦେଇ ଯାଇଥିଲୁ ଆଉ ତୋ ପାଇଁ କ'ଣ କରିବୁ ତମେ ହୋଟେଲରେ ଖାଇଲେ ତୁମ ମା ପାଇଁ ଟିକେ ଆଣିପାରିଲ ନାହିଁ
ଏମିତି ହେଇକି ରାତିରେ ମୁଁ ଦୁଇଟା ଚୁଡ଼ା ଖାଇକି ରାତିରେ ଶୋଉଛି ବାପା କାହାକୁ କହିବ ବୃଦ୍ଧାଶ୍ରମରେ ରହିଲା କିଛି ଦିନ। ତେଣୁ ଲୋକ ବର୍ତ୍ତମାନ ଜ୍ଞାନ ନାହିଁ କାହାର ନ ରହିବ ବୁଦ୍ଧି ବୁଦ୍ଧି ହରିବେ ଗୁଣନିଧି ଗୁଣନିଧି ବୁଦ୍ଧିତିକ ଠିକ ଆପଣମାନଙ୍କର କଥା ସବୁ ଆପଣ କହିଲେ। ନେଇ ସମାଜ ବର୍ତ୍ତମାନ କଳୁଷିତ ସମାଜରେ ଏତେ convert କଳୁଷିତ ହେଇଛି, ହେଇଗଲାଣି ସେଥିପାଇଁ ବୃଦ୍ଧାଶ୍ରମ ଆଜି ଗଢ଼ି ଉଠିଛି। ଏତେ କଳୁଷିତ ହେଇଗଲାଣି ସେତେବେଳେ ଏତେ ପ୍ରକାର ନଥିଲା ଅନାଥ ଆଶ୍ରମ ବୃଦ୍ଧାଶ୍ରମ ବାଳାଶ୍ରମ ଅମୁକ ଆଶ୍ରମ ନଥିଲା କରି କିଛି। ଗୋଟେ ଚାଲିଛି ପ୍ରହସନ କିନ୍ତୁ ଲୋକର ସେବା କେହି ନେଇ କରୁନି ବାପା ମା କାହିଁ ଯିବେ ବୃଦ୍ଧାଶ୍ରମକୁ ତମକୁ ଏଇଟା କିଏ କଲା ଆଉ? ବାପା ମା କଲେ ତମେ ତ ବାପା ମାଆଙ୍କୁ ପଚାରିଲେ ବୃଦ୍ଧାଶ୍ରମକୁ ବାପା ମାଆଙ୍କୁ ଛାଡ଼ିଲ ହୁଁ। ବାପା ମା ବାଧ୍ୟ ହେଇକିରି ଯାଇ ବୃଦ୍ଧାଶ୍ରମରେ ରହିଲେ ତେଣୁ ୟାର ଯେଉଁ କୁଫଳ ଆପଣଙ୍କ ଉପରେ ପଡ଼ିବ ଆପଣଙ୍କ ପିଲାଙ୍କ ଉପରେ ପଡ଼ିବ ପରିବେଶ ଉପରେ ପଡ଼ିବ ଗାଁରେ ପଡ଼ିବ ଦେଶରେ ପଡ଼ିବ ସେଇଆ ହେଉଛି ଆଉ କ'ଣ ଛୋଟ ଛୋଟ ରାଷ୍ଟ୍ର ତାଙ୍କ ଭିତରେ ନହେଲେ ରାଷ୍ଟ୍ରପତି ଲୁଚି ପଳାଉଛନ୍ତି ଦେଶ ଛାଡ଼ିକି ରାଜାମାନେ ଆଗେ ସେମିତି ପଳେଇ ଯାଉଥିଲେ ରାଜା ଛାଡ଼ିକି ତାପରେ 25-26ରେ ଏଭଳି ସମୟ ଆସିବ ଯେ କି ରାଜା ବି ପଳାୟନ କରିବେ। ଆଜ୍ଞା ଆଜ୍ଞା ଆଉ ଆପଣ ରାଜ୍ୟ ସୁରକ୍ଷିତ ନୁହେଁ, ରାଜା ବି ବନ୍ଦୀ ହେବେ, ନହେଲେ ରାଜା ଛାଡ଼ି ପଳେଇବେ। ଆଜ୍ଞା ବର୍ତ୍ତମାନ ସେଇଭଳିଆ ହେବ ଆଲାଉଦ୍ଦିନ ଖିଲିଜ ବେଳେ ଶପଥ ପାଇଁ ବାବରଙ୍କ ସାଙ୍ଗରେ କଳି କରୁଥିଲେ ହୁଁ। ପିଲାମାନେ ବର୍ତ୍ତମାନ ସେଇ ସମୟ ଆସିଗଲାନି ଆଜ୍ଞା ଅଚ୍ୟୁତ ଭୁଲ ଲେଖିନାହାନ୍ତି ଯେ ସମୟ ଆସିଗଲାନି ପିଲାମାନେ ବା ପରିବେଶ ବାଦେ ସବୁ ଟିକେ ଦେଖ ବାବୁମାନେ ଟିକେ ଭଲ ବୁଦ୍ଧି ଭଲ ଜ୍ଞାନ ଭଲ ମାର୍ଗ ଦିଅ କେମିତି ବାପ ମରିବ ମୁଁ ହେବି ମାଲିକ ଏଇ ଚିନ୍ତାଧାରା ଲୋକର ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଗୋଟେ ଭିଡ଼ିଓ ଆସିଥିଲା ତାଙ୍କର ବୁଢ଼ୀ ମା ସେ ଚାଲି ଯାଉଥିବା ସମୟରେ ଆମ୍ବୁଲାନ୍ସରେ ଶେଷ ସମୟରେ ସିଏ ଡକୁମେଣ୍ଟ ଆଣିକି ତାଙ୍କର ଟିପ ଦେଉଛନ୍ତି ହାତରେ। ହଁ କେମିତି ନେଇଯିବା କ'ଣ ରଖିଛୁ କେଉଁଠି ପାଇଯିବ ମୁଁ ସମ୍ପତ୍ତି। ଏଇ ହେଉଛି କଥା ଆଜ୍ଞା ବର୍ତ୍ତମାନ କେହି କାହାକୁ ନ ସେଇଥିପାଇଁ ପ୍ରଥମ ଆପଣଙ୍କୁ କହିଲି ଚାରିଆଡ଼େ ଖାଲି ସାପ ମାଳ ମାଳ ଗୋଟିଏ ନାହାନ୍ତି ନେଉଳ ଯାହା ମାଳିକାରେ ଲେଖା ଅଛି ସାପଙ୍କର ଶତ୍ରୁ ହେଉଛି ନେଉଳ ମୟୂର କାହାନ୍ତି ମୟୂର କେତେ ଅଛନ୍ତି ନେଉଳ ଜମା ନାହାନ୍ତି ଚାରିଆଡ଼େ ସାପ। ଆଜ୍ଞା ତେଣୁ ସେଇଟାକୁ ପରିବେଶଟାକୁ ସଫା ରଖିବା ଲୋକ ଆଚ୍ଛା ଆଚ୍ଛା ପୁଣି ସେ ଯେଉଁ ସାପକୁ ମାନେ ବିନାଶ କରିବା ପାଇଁ ପୁଣି ମୟୂର ଆଉ ନେଉଳ ଆସିବେ ନା ଆସିବେନି? ସମୟ ଆସିବ ଆସିବେ ନିଶ୍ଚୟ ଆସିବେ ନ ଆସିଲେ କେମିତି ହେବ ସେଥିପାଇଁ କହିଲା ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମ ସୂର୍ଯ୍ୟ ଯେତେବେଳେ ଧର୍ମର ଗ୍ଲାନି ହୁଏ ପରିବେଶର ଦୋଷ ମୁଁ ଦିନେ ଆବିର୍ଭୂତ ହେବି ପ୍ରଭୁ ଆବିର୍ଭୂତ ହେବେ କହିଲା 12 ହାତେ ଖଣ୍ଡା ଧରିକିରି ବୁଲୁଥିଲେ 12 ହାତରେ କ'ଣ ଖଣ୍ଡା ଅଛି 12 ଜଣ ଖଣ୍ଡା ଧରିଛନ୍ତି ଆପଣ ଦେଖୁନାହାନ୍ତି ସାଧାରଣ ଲୋକଙ୍କ ହାତରେ ଗୋଟେ ତରୁଆଲ ଭୁଜାଲି ଧରିକି ଧମକଉଥିଲେ ଲୋକଙ୍କୁ ସମସ୍ତେ କହୁଛନ୍ତି ଆମ ସକ୍ଷମ। ଆଉ 12 ହାତ କ'ଣ ଧରିକି ରାବଣର 10ଟା ହାତ ଥିଲା ନା 20ଟା ହାତ ଥିଲା ପ୍ରଭୁ କ'ଣ 12 ହାତ ଧରିବେ ଏତେ ଖାଲି ନିର୍ଦ୍ଦେଶ ଦେବେ ଆଚ୍ଛା ଆଚ୍ଛା ଯାହା ମାଳିକାରେ ଲେଖା ଅଛି ଯେ କି ଆଗକୁ ଦେବୀ ଦେବତା ପୂଜା ପାଇବେ ନାହିଁ ଗୁରୁ ଗୁରୁଜନ ସମ୍ମାନ ପାଇବେ ନାହିଁ ଛୋଟ ବଡ଼ କେହି ମାନିବେ ନାହିଁ ଆଜ୍ଞା ବୃନ୍ଦାବତୀ ପୂଜା ପାଇବେ ନାହିଁ ଧର୍ମଗ୍ରନ୍ଥ ସବୁ ଫୋପଡ଼ା ହେବ। ତେବେ ଏଇ ଯେଉଁ ସମୟ ବର୍ତ୍ତମାନ ଚାଲିଛି ନା ଆଗକୁ ଆହୁରି ବିକଟ ରୂପ ନେବ? ନାଇଁ ଆରମ୍ଭ ହେଇଗଲାଣି ଆଜ୍ଞା ହୁଁ। ଆପଣ ଦେଖନ୍ତୁ ସ୍ଥାନେ ସ୍ଥାନେ ଦେବାଦେବୀ ଅପୂଜା ରହିବେ ଗେରସ୍ତକୁ ନାରୀମାନେ ପାଦ ଖଟାଇବେ ଆପଣଙ୍କର ଯଦି ବାପାଙ୍କ ଦେହ ଖରାପ ଘରକୁ ଗଲା ଖବର ଯେ ବାପାଙ୍କ ଦେହ ଖରାପ ଆପଣ ସ୍ତ୍ରୀକି କହିବେ ବାପା ମୁଁ ଯାଉଛି ଘରକୁ ମୋ ବାପା ଦେହ ଟିକେ ଖରାପ ନା ରୁହ କ'ଣ ହେଇଯାଉଛି ବୁଢ଼ା କ'ଣ ଆଲୁ ହେଇଯାଉଛି ବୁଢ଼ାର ତୁମେ ଯାଅ ନା କିନ୍ତୁ ଯଦି ସେ ସ୍ତ୍ରୀର ବାପ ଦେହ ଖରାପ ହେଇଥିବ ସିଏ ଆପଣ କ'ଣ ସେ କହିବ ତୁମେ ଗଲେ ଯିବ ନହେଲେ ମୁଁ ଯାଉଛି ତୁମେ ଗଲେ ଯିବ ନ ଗଲେ ନାହିଁ ମୁଁ ଯାଉଛି ମୋତେ ଖାଲି ବସ୍ରେ ବସେଇ ଦିଅ ନହେଲେ ତୁମ ଗାଡ଼ିଟାରେ ଡ୍ରାଇଭରକୁ ଡାକିଦିଅ ସେ ମୋତେ ବି ଛାଡ଼ି ଆସିବେ ମୋ ବାପା ଦେହ ଖରାପ ତେଣୁ ବର୍ତ୍ତମାନ ସେଇ ଯାହା ଯୁଗ ଥିଲା ଦେବଦେବୀ ଘରେ ଘରେ ଗାଁ ଗାଁରେ ଶହ ଶହ ଠାକୁର ସଂଖ୍ୟା କିନ୍ତୁ ପୂଜା ନାହିଁ ପୂଜା କରିବାର ନାହିଁ ନନା ବ୍ରାହ୍ମଣ ଆଉ ବ୍ରାହ୍ମଣ କର୍ମ କରୁନାହାନ୍ତି ତେଣୁ ପରିସ୍ଥିତି ସିଏ ହେବ ଖଳ ବଳ ନାସିବେ ଭୁବନ ମଣ୍ଡଳ ଏଇଭଳିଆ ହେଲେ ପରିସ୍ଥିତି ପାପଟା ଆପଣ ଗୋଟେ ଜାଗାରେ ନିଆଁ ଜଳୁଛି ଭୁସ୍କିନି କ'ଣ ସାଙ୍ଗେ ସାଙ୍ଗେ ପଡ଼ିଯିବ ଆସ୍ତେ ଆସ୍ତେ ପଡ଼ିକି ସଂସାର ପୋଡ଼ିଦେବ ଏଇଆ ହେଉଛି ସମୟ ଆସିଗଲାଣି ସେଇ 26-27 ବେଳକୁ ଖଣ୍ଡ ପ୍ରଳୟ ହେବ ସବୁ ଏଇ ପ୍ରକାର ହେବ ସଂସାର ଧାନ କିଆରି ବାଛୁଛନ୍ତି ଯେମିତି ଆପଣ କ'ଣ ସବୁବେଳେ ବାଛୁଛନ୍ତି ସେ ଗଛ ଟିକେ ବଡ଼ ହେଇଗଲେ ତାକୁ ବାଛି ତା ଦେହରୁ ବାଳୁଙ୍ଗା ବାଛୁଛନ୍ତି ସେମିତି ସମୟ ଆସିବ ପ୍ରଭୁ ବାଳୁଙ୍ଗା ବାଛିବେ ବାଳୁଙ୍ଗା ଆସିବେ ଆରି ଭିତରେ ବଛାବଛି ହେଇଯିବ ଆଜ୍ଞା ଆଜ୍ଞା ଏବେ ଦେଖନ୍ତୁ ବନ୍ଧୁକ ଛୁରୀ ମାନେ ଆପଣ କହିବା କଥା ଗୋଟେ ପଟେ ସହର ବି ଚାଲିଥିବ ଆଉ ଗୋଟେ ପଟେ ବଛାବଛି ବି ଚାଲିଥିବ ଆଜ୍ଞା ସେଇ ଜିନିଷଟା ହେବ ସମୟ ଆସିଗଲାଣି ଆପଣ ଦେଖୁଥିବେ ଟିଭିରେ ଦେଉଛି ମିଡ଼ିଆ ବାଲା ଦେଉଛନ୍ତି
ବହୁତ ବହୁତ କଥା ଯେ ସେ ଅମୁକ ଲୋକର ପୁଅଟା ନିଖୋଜ କୁଆଡ଼େ ଗଲାନି ବାରି ତାପରେ ଶୁଣୁଛନ୍ତି ସେ ଭାସୁଛି ମହାନଦୀରେ ସେ ଅମୁକ ହେଉଛି ତାକୁ ଗାଡ଼ିରେ ଚଢ଼େଇ ଦେଇଯାଇଛି ତେଣୁ ଏଇସବୁ ଅପମୃତ୍ୟୁ ପ୍ରବଳ ହେବ ଆସ୍ତେ ଆସ୍ତେ କେହି ମାରୁନାହାନ୍ତି ଆଜ୍ଞା ପ୍ରଭୁ ଗୋଟେ ଖଣ୍ଡା ଧରିକିରି କାହାକୁ ହାଣୁନାହାନ୍ତି ଆପଣ ମୋତେ ମାରିବେ ମୁଁ ସେବାଙ୍କୁ ମାରିବି ସିଏ ସେବାଙ୍କୁ ମାରିବି ଇଏ ହେଉଛି କଥା ଦରାତ୍ମା କ'ଣ ଆଚ୍ଛା ଯେଉଁ ମହାପୁରୁଷ ଯେ ଲେଖିଛନ୍ତି ଯେ କି ବାରଣା ଖସିଯିବେ ଚାଲଣା ରହିବେ ଏଇଟା ଆମେ କେବେଠାରୁ ଦେଖିବାକୁ ପାଇବା ସେ 26 ପରେ ଯେତେବେଳେ ଆପଣ ପୋଖରୀରେ ମାଛ ଧରୁଛନ୍ତି ଏକାବେଳେ କ'ଣ ଧରିପାରିବେ ଆସ୍ତେ ଆସ୍ତେ ଧରିବେ ଆଉ କ'ଣ ଠିକ୍ ସେଇ ପ୍ରକାର ଆସନ୍ତା 26-27 ବେଳକୁ ଯେଉଁ ବାରଣା ଖସି ଏବେ ଏବେ ଆରମ୍ଭ ହେଇଗଲାନି ଆପଣ ଦେଖନ୍ତୁ ଯେ ମିଡ଼ିଆବାଲା ବାହାର କରିଦେଉଛନ୍ତି ଅମୁକଠି ହଣାହାଣି ହେଇକି ମରିଗଲେ ସିଏ ଯାଉଥିଲା ଖଣ୍ଡାରେ ହାଣିଦେଲା ସିଏ ଯାଉଛି ଅମୁକ ଗଲା ଲୋକ ଗୋଟେ ମାଛ ମାରିଦେବା ପାଇଁ କି ଗୋଟେ ଜୀବକୁ ମାରିଦେବା ପାଇଁ ସୃଷ୍ଟି କରିପାରିବେନି ଗୋଟେ କିନ୍ତୁ ମାରିଦେବା ପାଇଁ 1 ସେକେଣ୍ଡ ଲାଗୁନାହିଁ ଆଉ ଏଇ ଯେଉଁ ସୋମରସ ଯେମିତି ଆପଣଙ୍କର କାଦମ୍ବରୀ ପାନ କରି ଯଦୁକୂଳ ଧ୍ୱଂସ ହେଲା ଲକ୍ଷ ଲକ୍ଷ ସଂଖ୍ୟାରେ ମରିଗଲେ କାଦମ୍ବରୀ ହେଉଛି ଆପଣଙ୍କର ସେଇ ଯେଉଁ ମଦ ସେଇଆକୁ ସୋମରସ ପାନ କରି ଜ୍ଞାନ ହଜିଗଲା ତାଙ୍କ ଭିତରେ ହଣାହାଣି ହେଇଗଲେ କୋକୁଆ ଭୟରେ ମରିଗଲେ ଭାଗବତ ଜଗନ୍ନାଥ ସେ କଥା ଆଗରୁ ଲେଖିଛନ୍ତି ଏବେ ସୋମରସଟା ଘରେ ଘରେ ଗାଁ ଗାଁରେ 70 କାଉଣ୍ଟର ପୁଣି ଖୋଲିଲା ଆଜ୍ଞା ଆଜ୍ଞା ସେ ପୁରା ହେବ ସୋମରସ ନହେଲେ ଆସିବ କେମିତି ଆପଣଙ୍କର ଧ୍ୱଂସ ହେବ ଆପଣ ନିଆଁ ଖାଇଲେ ସିନା ଅଙ୍ଗାର ହଗିବେ ଯଦି ନିଆଁ ନ ଖାଇବେ ଅଙ୍ଗାର କେମିତି ଝାଡ଼ା ହେବ ଇଏ ହେଉଛି କଥା ତେଣୁ ମଦ ନହେଲେ ସୋମରସ ଆରମ୍ଭ ହେଲେ ଇଏ ଯେତେବେଳେ ଇଏ 70 ହେଇଛି ଯେତେବେଳେ 700 ହେଇଯିବ ସେତେବେଳେ ଅଟୋମେଟିକ୍ ଆପଣ ରେ ଏତେ ଗୁଡ଼ାଏ ମାଲ ନଷ୍ଟ ହେଇଯିବ କାହିଁ ଦେଇଦିଅ ଅଳ୍ପ ପଇସା ଦେଇଦିଅ ଲୋକ ନେଇଗଲେ ଆଉ କ'ଣ ଆଉ ଗୋଟେ ଆପଣ ଦେଖନ୍ତୁ ଗୋଟେ ରାସ୍ତାରେ ଯାଉଛି ଯଦି ମଦ ଗାଡ଼ିଟେ ଖାଲି ଥୋଇଦେବ ତାକୁ ଖୋଜିବାକୁ ଯିବନି ଲୋକ ଆସି ନେଇ ଚାଲିଯିବେ ଲୋକ ଆସି ନେଇଯିବେ ଟିକେ କହିଦେବ ମୁଁ ଖାଲି ଡିସକାଉଣ୍ଟକୁ ଦେଇଦେବି ଏତିକି ଆପଣ ଗୋଟେ ଟ୍ରକରେ ଯଦି ଗୀତା ବହି ବାଣ୍ଟିବା କେହି ଆସିବେନି ବାଣ୍ଟିବାକୁ କହିଲେ ବି ଲୋକ ଆସିବେ କିନ୍ତୁ ୟାକୁ ଦେଖିଲେ ସୋମରସକୁ କିଏ ଘରେ ନଥିବେ ଆପଣଙ୍କର ମାନେ କ'ଣ ସ୍ତ୍ରୀ ଲୋକମାନେ ବି ଦୌଡ଼ିଯିବେ ସ୍ତ୍ରୀ ଲୋକମାନେ ହଁ ଏଇ ଯେଉଁ ଆଦିବାସୀ ବହୁଳ ଅଞ୍ଚଳରେ ମଦ ଦୋକାନ ଭଙ୍ଗା ହେଉଛି ସେମାନେ କାହିଁ ସ୍ତ୍ରୀ ଲୋକ ଯାଇ ଭାଙ୍ଗୁଛନ୍ତି ଆଉ କେଉଁଠି ଯଦି ତାଙ୍କୁ ସେତିକି ସରକାରଙ୍କ ପ୍ରୋତ୍ସାହନ ମିଳନ୍ତା ମଦ ଦୋକାନ ବନ୍ଦ ହେଇଛନ୍ତି ମଦ ମହାତ୍ମା ଗାନ୍ଧୀ କହିଲେ ନିଶା ନିବାରଣ ଇଏ ସରକାର ମଧ୍ୟ କହୁଛନ୍ତି ନିଶା ଆପଣ ଖାଲି କାଗଜପତ୍ରରେ ଆଜ୍ଞା ମୁହଁରେ କଥା କାମ କିଛି ନାହିଁ ମାନେ ମଝିରେ କ'ଣ କହିଲେ ଓଡ଼ିଶାରେ କ'ଣ ମଦ ଦୋକାନ ସବୁ ବନ୍ଦ ହେଇଯିବ ସେଟା କେତେ ଦୂର କାର୍ଯ୍ୟକାରୀ ଆଜ୍ଞା ବନ୍ଦ ହେଲେ ଦେଶ ବନ୍ଦ ହେଇଯିବ ଆଉ ବନ୍ଦ କ'ଣ ହେବ ରେଭିନ୍ୟୁ ଆସିବନି କିଛି ଆସିବନି ଦେଶ ବନ୍ଦ ହେଇଯିବ ରାଜ୍ୟ ଚାଲିବନି ମୋର ଗୋଟେ ମନେ ପଡ଼ୁଛି ଯେ ଲୋକ କହିଲେ ଯେଉଁ ରଥ ଟଣା ହେଲା ବେଳେ ହୁରି ବୋଲା ହେବନି ହୁରି ନ ବୋଲା ହେଲେ ରଥ ଚାଲିବନି ଆପଣ କାଠ କାଟିଲା ବେଳେ ନହେଲେ କାଠ କାଟି ପାରିବେନି ଯେମିତି ଇଏ ସେ ଜିନିଷ ସେ ଆଉ ମଦ ନହେଲେ ହେବନି ଆଜ୍ଞା ଉଦାହରଣ ବି ମୁଁ ଦେଲି ଗୋଟେ ଲୋକ ଯେତେବେଳେ କୁରାଢ଼ୀରେ କାଠ ଆଣୁଛି ଟିକେ ହେବ ନହେଲେ କାଠ କାଟି ପାରିବନି ଠିକ୍ ସେମିତି ମଦ ନହେଲେ ଦେଶ ଚାଲିବ ନାହିଁ ତେଣୁ ସୋମରସ ପାନ କରିକିରି ସମସ୍ତେ ଏବେ ମାତାଲ ତାକୁ କୁହନ୍ତି ମତୁଆଲା ଏବେ ବାବା କାହିଁ କହୁଛନ୍ତି କାହିଁକି ଏଗୁଡ଼ାକ ସବୁ ବନ୍ଦ ହଉ ହେଲେ କିଏ ଶୁଣୁଛି ଆଜ୍ଞା କହିବାକ ଲୋକ ତ ନୁହଇ ମହତ ସହିବା ମହତ ଜନ ସହିଷ୍ଣୁତାହୀନ ବାଳକା କୁହନ୍ତି କ୍ରୋଧେ ଅଜ୍ଞାନ ଏଇ ହେଉଛି ଆଜ୍ଞା ବର୍ତ୍ତମାନ ଦେଶର କଥା ତେଣୁ କହିଲେ କହେ ପାଗଳାଟେ ବାପୁକୁ ପୂଜା କରିବ କ'ଣ ଉପକାର ଅଛି ବାପାଙ୍କର ଶୁଣ୍ଠି ସାଟିକି ସବୁ ପଇସା ରଖିଛି ଦେଉନି ମୋତେ ଆପଣଙ୍କ ଗଣନା କ'ଣ କହୁଛି କେନ୍ଦ୍ରରେ ମୋଦି ଆଉ କେତେ ଦିନ ଅଛନ୍ତି ଆଉ ଅଳ୍ପ ଦିନ ଆଜ୍ଞା ସମୟ ଏଇ ଟର୍ମଟା ମୋଦିଙ୍କର ହେବ ଆସନ୍ତା ଟର୍ମକୁ ପ୍ରାୟ ମୋଦି ହେବ ଆଜ୍ଞା ଏଇଟା ଯେଉଁ କେହି କହୁଛନ୍ତି କି ଏଟା ବି କମ୍ପ୍ଲିଟ୍ କରିବା କଷ୍ଟ ହେଇଯିବ କମ୍ପ୍ଲିଟ୍ ହେବ ବହୁତ ବଟ ଆସିଗଲେନି ଆଉ ସମୟ ଅଳ୍ପ ତେଣୁ ମୋଦିଙ୍କର ଇଏ 5 ବର୍ଷ ଏଥର ପୂରଣ କର ମୋଦି କିନ୍ତୁ 2 ଥର ଆସିବା କଥା ବହୁତ ମୋଦିଙ୍କର ଉପକାର ଲୋକ ପାଉଛନ୍ତି ମୋଦିଙ୍କର ପଲିସିଟା ବହୁତ ଭଲ ହେଲେ ମଧ୍ୟ ଲୋକ କ'ଣ ଆଜ୍ଞା ଆପଣ ବା ଗୋଟାଏ ବୋତଲ ମଦ ଦେଇଛନ୍ତି ଦାନ ଆପଣ ସେ ଖୋଜୁଥିବେ ନାହିଁ ସେ ଗୁଡ଼ାଏ ରଖିଛି ଦେଉନି କିନ୍ତୁ ଆପଣ ଯେଉଁ କହୁଛନ୍ତି ଭଲ ବୋଲି ବର୍ତ୍ତମାନ ଯୁବପିଢ଼ି ମାତିଛନ୍ତି ଆଜ୍ଞା ଯୁବପିଢ଼ି କହୁଛନ୍ତି ଆମକୁ ଯେଉଁ କମିଟମେଣ୍ଟ କରାଯାଇଥିଲା ସେଇଟା କରିନାହାନ୍ତି ସେ କରିବେ ନିଶ୍ଚୟ କରିବେ ମୋଦି କରିବେ ଆଜ୍ଞା ଦେଖିବେ ମୋଦି ବର୍ତ୍ତମାନ ଏଇ ଯେଉଁ ବେକାରୀ ସମସ୍ୟାଟାକୁ ନ ହଟେଇବା ଯାଏ ଆଉ ଥରକୁ ଆସିବା କଷ୍ଟ ହେଇଯିବ
ଅସଲ ହେଉଛି ବେକାରୀ ସମସ୍ୟା। ବେକାରୀ ସମସ୍ୟାଟାକୁ ଆଉ ଅଯଥାରେ ନ ଦେଇକିରି ବେକାରୀ ସମସ୍ୟାଟାକୁ ଯେମିତି ଦୂର ହେବ। ବିଜୁବାବୁ ଥିଲେ କଳିଙ୍ଗ ଟ୍ୟୁବୱେଲ୍ ଅମୁକ ଇଏ ସିଏ କରିଥିଲେ, ଶିଳ୍ପାଞ୍ଚଳ କଲେ, ଶିଳ୍ପାଞ୍ଚଳରେ କିଛି ଲୋକ ବେକାରରୁ କଟିଯିବେ। ତେଣୁ ଆପଣଙ୍କୁ ଯଦି କର୍ମ ମିଳିବ, କର୍ମ ହେଉଛି ବଡ଼, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଯଦି କର୍ମ ଲୋକଙ୍କୁ ଜୁଟେଇ ପାରିଲା ଆଉ କିଛି ହେବନି। ମୋଦି ମଧ୍ୟ ଯେଉଁ କଥା ଗୁଡ଼ାକ କହୁଛନ୍ତି କରୁଛନ୍ତି, ଯଦି ଏମାନେ ସବୁ ଠିକ୍ ଭାବରେ କରିବେ 26ରେ ୱାର୍। ଆଜ୍ଞା ଆଜ୍ଞା ନିଶ୍ଚୟ 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 26ରେ ୱାର୍। ଆଜ୍ଞା ଦେଖିବେ ଆପଣ 26ରେ କିଛି ନା କିଛି ଯୁଦ୍ଧର ଘନଘଟା ହେବ। ଏଥିରେ ସନ୍ଦେହର ଅବକାଶ ପାକିସ୍ତାନ କାହା ସହିତ ହେବ କହିବୁନି। କିନ୍ତୁ ହବ। ଶୁଣନ୍ତୁ, ବିଛୁଆତି ଗଛ ଚାରିଆଡ଼େ, ହେଲେ କେଉଁଥିରେ ମଞ୍ଜି ହେଇଗଲେ ସବୁ ଗଛରେ ତ ମଞ୍ଜି ହେବ ନାହିଁ। ମଞ୍ଜି ନାଗିଲେ ଗଲୁ ହେଲା, ପଡ଼ିବ ଗଲୁ ହେବ, ଆଉ ଆପଣ ପଡ଼ିବାକୁ ବାଧ୍ୟ ହେବେ। କୋଉଥିରେ ଆଗ ମଞ୍ଜି ହେବ ଦେଖିବାର ଅଛି। ହଁ, କିନ୍ତୁ ଭଲ କଥା କହିଲେ। ମୁଖ୍ୟ ଲୋକ ହେଉଛି ପାକିସ୍ତାନ। ମାନେ ଆଉ ଏଇ ଯେଉଁ କ'ଣ ଆମେରିକାର ଯେଉଁ ରାଷ୍ଟ୍ରପତି ଅଛନ୍ତି ଟ୍ରମ୍ପ, ଘଣ୍ଟାକେ ଗୋଟାଏ ଗୋଟାଏ କଥା, ତାଙ୍କ କଥାଟା ଗୋଟାଏ ଗୋଟାଏ। ତେଣୁ ଆଚ୍ଛା, ତାଙ୍କର ତ ମାନେ ମୋଦିଙ୍କ ସହିତ ବନ୍ଧୁତା ଭଲ ଥିଲା, କିନ୍ତୁ ସେ ଆସିଲା ପରେ ଏମିତି ବଦଳିଯିବେ ବୋଲି କେହି ଆଶା କରିନଥିଲେ। ଆପଣ ଶୁଣନ୍ତୁ, ଆମେରିକାର ଯେଉଁ ରାଷ୍ଟ୍ରପତି ହେଇଛନ୍ତି ସିଏ ଜ୍ଞାନୀ ଲୋକ, ବୁଦ୍ଧିମାନ ଲୋକ, ସବୁ ଭଲ, କିନ୍ତୁ ଟିକେ ବାଉଳା ଚାଉଳା। ଆଚ୍ଛା, ମାନେ ଯାହା କହୁଛି, ରାଷ୍ଟ୍ରର ମୁଖ୍ୟ ଯଦି ବାଉଳା ଚାଉଳ ହେବେ ଦେଶର ପରିସ୍ଥିତି ସେ ହେବ। ତେଣୁ ମୋଦିଙ୍କ ସାଙ୍ଗରେ ଭଲ ହେଲେ କ'ଣ, କେତେବେଳେ ଭଲ ଆମେରିକା ସାଙ୍ଗରେ ରହୁଛି, କେତେବେଳେ ଭଲ ପାକିସ୍ତାନ ସାଙ୍ଗରେ ରହୁଛି, କେତେବେଳେ ଚାଇନା ସାଙ୍ଗରେ ରହୁଛି, କେତେବେଳେ ଭାରତ ସାଙ୍ଗରେ ରହୁଛି। ଘଡ଼ିକେ ଘୋଡ଼ା ଛୁଟୁଛି। ତେଣୁ ଏଇଆ କଥା, କିନ୍ତୁ ତାଙ୍କ ପାଇଁ ବେଶୀ ଆଉ ସମୟ ନାହିଁ। ଆଉ ସମସ୍ତଙ୍କୁ ସେ କହୁଛନ୍ତି ମୁଁ ରଖିବି, ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳ ହସ୍ତେ ଏହା ପକାନ୍ତି ହେଲେ ପାଶୋରି। ଦାମ୍ଭିକ ଲୋକ ସବୁବେଳେ କହୁଛି ମୁଁ ସମସ୍ତଙ୍କର ଭାଗ୍ୟ ଡୋରିକି ମୋ ହାତରେ ରଖିବି, କିନ୍ତୁ ଉପରବାଲା ହାତରେ ସବୁ ଅଛି, ସେ କଥା ସେ ଚିନ୍ତା କରେନି, ବୁଝିପାରେ। ଆଜ୍ଞା, ନହେଲେ ଆପଣ ଦେଖନ୍ତୁ, ଗୋଟେ ଦିନ କହିଲେ ଭାରତ ଭଲ ଲୋକ, ମୋଦି ଭଲ ଲୋକ, ପୁଣି ଦିନେ କହିଲେ ପାକିସ୍ତାନ ରାଷ୍ଟ୍ରପତି ଭଲ ଲୋକ। ସେଠି ଘଣ୍ଟିକେ ଘୋଡ଼ା ଛୁଟୁଛି, ସେଠି ସୈନ୍ୟବାହିନୀ ହାତରେ କ୍ଷମତା, ସୈନ୍ୟବାହିନୀ ଯାହାକୁ କହିବ ରାଷ୍ଟ୍ରପତି, ସେଠି ସିଏ ରାଷ୍ଟ୍ରପତି ହେବ। ଆପଣଙ୍କର ନେପାଳ ଗୋଟାଏ ଦେଶ ହିନ୍ଦୁ ରାଷ୍ଟ୍ର ଥିଲା, ଅଛି, ସେଠି ଗଣ୍ଡଗୋଳ। ବର୍ତ୍ତମାନ ଏଇଭଳିଆ ଦେଶର ପରିସ୍ଥିତି, ସିଏ କ'ଣ କରିବେ, ଆପଣ କ'ଣ କରିବେ, କିଏ କ'ଣ କରିବେ? କିନ୍ତୁ ରାଜନୀତି ବିଶେଷଜ୍ଞମାନଙ୍କ କହିବା କଥା, ଯାହା ବର୍ତ୍ତମାନ ନେପାଳରେ ହେଲା, ଆଜ୍ଞା, ତାଠୁ କାହିଁ କେତେବେଳେ ଭୟଙ୍କର ଭାରତ ମଧ୍ୟ ହେବାର ସମ୍ଭାବନା ଅଛି। ହେବ ଆଜ୍ଞା। ଆପଣ ଦେଖନ୍ତୁ, ଜଣକ ଘରେ ମାନେ କ'ଣ ଗଣ୍ଡଗୋଳ ହେଲେ ସେଇଟା ଆସ୍ତେ 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 ସମସ୍ତ ତାଙ୍କର ଏମିତି କଲେ ଆମର କରିପାରୁନ ମୋ ବାପା, ତମେ କିଛି ନୁହଁ, ଯାହା ଦେଶ ସେଇଆ ଆଜ୍ଞା। ଦେଖ ସାଇ ପଡ଼ିଶାରୁ ଶିଖ, ସମସ୍ତେ ସାଇ ପଡ଼ିଶାରୁ ଶିଖିବେ, ଏଇଆ ତ ପରିସ୍ଥିତି। ଭକ୍ତମାନଙ୍କ ପାଇଁ ପଦେ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ପରିବେଶ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତୁ, ଆଉ ମାଦକ ଦ୍ରବ୍ୟ ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ। ତାହେଲେ ପୃଥିବୀ ପରିବାର ଯଥା ଧାନ ମାନେ ହାଣ୍ଡିରୁ ଗୋଟାଏ ଚାଉଳ ଯେମିତି କହନ୍ତି, ଇଏ ସମସ୍ତେ ଯଦି ସୁମନୋବୃତ୍ତି ନେଇ କାମ କରିବେ, ତାହେଲେ ପ୍ରଭୁ ନିଶ୍ଚୟ ତୁମକୁ ସହାୟ ହେବେ। ପ୍ରଭୁ କେବଳ ସହାୟ ହେବା ଯାଏ ଅଛି। ତ ଯାହା ହଉ, ଆପଣଙ୍କୁ ଅନେକ ଧନ୍ୟବାଦ। ଆଉ ଖୁବ୍ ସୁନ୍ଦର ବାର୍ତ୍ତା, ଖୁବ୍ ସୁନ୍ଦର ତଥ୍ୟ ପ୍ରଦାନ କଲେ ଆମର ଭକ୍ତମାନଙ୍କୁ। ତେବେ ଆପଣମାନେ ଶୁଣୁଥିଲେ ବାବାଙ୍କୁ, ଆଉ ବାବା ଯାହା କହିଗଲେ ସେଟା କେତେ ଦୂର ଠିକ୍, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ତେଣୁ ଆସନ୍ତୁ ଆଜି ହିଁ ଶପଥ କରିବା, ସମସ୍ତେ ଗୋଟେ ଲେଖାଏଁ ଗଛ ଲଗାଇବା, ପରିବେଶ ସନ୍ତୁଳନ କେମିତି ରହିବ ସେ ଦିଗରେ ଆମେମାନେ ମଧ୍ୟ ଗୁଣ୍ଡିଚି ମୂଷା ହୋଇ ନିଜ ଭାଗର କାମ କରିବା। ଆଜ୍ଞା, ଜୟ ଜଗନ୍ନାଥ, ଜୟ ବାବା ଅଚ୍ୟୁତ।